କୌଣସି କାମ କରିବାର ଦ୍ୱିତୀୟ ଭଲ ସମୟ ଗତକାଲି ଥିଲା, କିନ୍ତୁ ସର୍ବଶ୍ରେଷ୍ଠ ସମୟ ହେଉଛି ଆଜି ଏବଂ ଏବେ। ମଇଦାନ ଛାଡ଼ି ପଳାଇବା ସବୁଠାରୁ ସହଜ କାମ। ସେଥିପାଇଁ 99% ଲୋକ କାମ ଶେଷ ହେବା ପୂର୍ବରୁ ହାର ମାନି ନିଅନ୍ତି। ହାର ନ ମାନିବା ହିଁ ଆପଣଙ୍କୁ ଅଲଗା ପରିଚୟ ଦିଏ। ଆପଣ ଦୁନିଆ ଆଖିରେ ଧୂଳି ଦେଇପାରନ୍ତି, କିନ୍ତୁ ନିଜ ବିବେକ ପାଖରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ପାରିବେ ନାହିଁ। ଆପଣ ଜୀବନରେ ଯେକୌଣସି ପର୍ଯ୍ୟାୟରେ ଥାଆନ୍ତୁ ନା କାହିଁକି, ନିଜକୁ ଉନ୍ନତି କରିବା ପ୍ରକ୍ରିୟା କେବେ ବି ବନ୍ଦ ହେବା ଉଚିତ ନୁହେଁ। ଅନ୍ୟମାନଙ୍କୁ ଦାୟୀ କରିବା ସହଜ। ଏଭଳି ବାହାନା କରୁଥିବା ଲୋକ କେବେ ବି ବଡ଼ ସଫଳତା ପାଇପାରନ୍ତି ନାହିଁ। ଜୀବନରେ ହାର ବୋଲି କିଛି ନାହିଁ। ପ୍ରତ୍ୟେକ ଥର ଆପଣ ହୁଏତ ଜିତୁଛନ୍ତି, ନଚେତ୍ କିଛି ଶିଖୁଛନ୍ତି। ଅନୁଶାସନ ମାନିବାରେ ଯେଉଁ କଷ୍ଟ ହୁଏ, ତାହା ଭବିଷ୍ୟତରେ ହେବାକୁ ଥିବା ଅନୁତାପର କଷ୍ଟଠାରୁ ଯଥେଷ୍ଟ କମ୍। ଜଣେ ପୁରୁଷକୁ ସମାଜ ଏବଂ ଦୁନିଆରୁ ପ୍ରାୟତଃ ତା'ର ଉପଯୋଗିତା ଆଧାରରେ ହିଁ ପ୍ରେମ ଏବଂ ସମ୍ମାନ ମିଳିଥାଏ। ଯଦି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉନାହାନ୍ତି, ତେବେ ସେମାନେ ହିଁ ଆପଣଙ୍କ ଅଧୋପତନର ବଡ଼ କାରଣ ସାଜିବେ। ଖର୍ଚ୍ଚ କମ୍ କରିବା ଚିନ୍ତାରେ ରହିବା ଅପେକ୍ଷା ନିଜର ରୋଜଗାର ବୃଦ୍ଧି କରିବା ପାଇଁ ଚିନ୍ତା କରନ୍ତୁ। ଯେତେବେଳେ ଆପଣ ସଫଳ ହୋଇଯାଆନ୍ତି, ସେତେବେଳେ ସାରା ଦୁନିଆ ଆପଣଙ୍କ ପଛରେ ଠିଆ ହୁଏ। ସଫଳତା ହିଁ ସବୁଠାରୁ ବଡ଼ ପରିଚୟ। ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବା କିମ୍ବା ପରାମର୍ଶ ଦେବା ପୂର୍ବରୁ ନିଜ ଜୀବନ ଏବଂ ନିଜର ଦୋଷଗୁଡ଼ିକୁ ପ୍ରଥମେ ସୁଧାରନ୍ତୁ। ଦେଖିବେ ଆପଣଙ୍କ ଜୀବନ କେମିତି ସରସ ଆଉ ସୁନ୍ଦର ହୋଇଯିବ। ସାଙ୍ଗମାନେ, ଯଦି କୃଷକ ଚାଷ କରିବା ଛାଡ଼ିଦେବେ, ତାହେଲେ ତପସ୍ୱୀର ତପ, ଉଦ୍ୟୋଗପତିଙ୍କ କାରଖାନା, ନେତାଙ୍କ ଭାଷଣ ଆଉ ଦେଶର ବିକାଶ ଏକ ପ୍ରକାର ସ୍ଥଗିତ ରହିଯିବ। ଗୋଟିଏ କଥା ମନେ ରଖନ୍ତୁ, କୃଷି ହିଁ ସମସ୍ତ ଉନ୍ନତିର ମୂଳଦୁଆ। କୃଷକ ଉନ୍ନତି କଲେ ଦେଶର ଉନ୍ନତି ହୋଇଥାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଆଜି କାହା ପାଖରେ ବି ଟଙ୍କାର ଅଭାବ ନାହିଁ, ଘରର ଅଭାବ ନାହିଁ, ଖାଦ୍ୟର ଅଭାବ ନାହିଁ, ଆଉ ମଣିଷର ଅଭାବ ନାହିଁ। ତଥାପି ମଣିଷ ସୁଖରେ ନାହିଁ। କାହିଁକି ଜାଣିଛନ୍ତି? କାହିଁକି ନା ଏବେ ଭଲ ପାଇବାର ଘୋର ଅଭାବ, ସହନଶୀଳତାର ଅଭାବ ଆଉ ମଣିଷ ପଣିଆର ଅଭାବ। ତେବେ ସୁଖ ମିଳିବ କେମିତି? କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।